5 ଜାନୁଆରୀ 2026 କରେଣ୍ଟ ଆଫେୟାର। ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ହେଇଛନ୍ତି ଡେଲସି ରୋଡ୍ରିଗେଜ। ସିଏ ଆଗରୁ ଥିଲେ ଉପରାଷ୍ଟ୍ରପତି ଥିଲେ, ସିଏ ବର୍ତ୍ତମାନ ଅନ୍ତରୀଣ ରାଷ୍ଟ୍ରପତି ବା ଇଣ୍ଟରିମ୍ ପ୍ରେସିଡେଣ୍ଟ ଅଛନ୍ତି। ୟୁପି ପରେ ରାଜସ୍ଥାନରେ କ'ଣ ହେଇଛି, ସ୍କୁଲରେ ନ୍ୟୁଜ୍ ପେପର ପଢ଼ିବା ବାଧ୍ୟତାମୂଳକ ହେଇଯାଇଛି। ମାନେ ପ୍ରତିଦିନ 10 ମିନିଟ୍ ଲେଖା ନ୍ୟୁଜ୍ ପେପର ପଢ଼ାଯିବ ସ୍କୁଲରେ ପିଲାଙ୍କୁ। ସେଇଟା ହେଉଛି ଏଇଟା ଆଗ ପ୍ରଥମ ୟୁପିରେ ପ୍ରଥମେ ଷ୍ଟାର୍ଟ ହେଇଛି, ତେଣୁକରି ୟୁପିଟା ଗୁରୁତ୍ୱପୂର୍ଣ୍ଣ। ତାପରେ ରାଜସ୍ଥାନ ପରେ ବି ଅନ୍ୟ ଷ୍ଟେଟ୍ ମାନେ ବି କରିବେ, ତେଣୁକରି ୟୁପିରେ ପ୍ରଥମେ ଷ୍ଟାର୍ଟ ହେଇଥିଲା। ଇଣ୍ଡିଆଜ୍ ଫାଷ୍ଟ AI କ୍ଲିନିକ୍ ଇନାଗୁରେଟେଡ୍ ଆଟ୍ GIMS ଗ୍ରେଟର ନୋଇଡା ୟୁପି। ଗ୍ରେଟର ନୋଇଡାରେ ଫାଷ୍ଟ AI କ୍ଲିନିକ୍ ଇନାଗୁରେଟ୍ ହେଇଛି। GIMSର ଫୁଲ୍ ଫର୍ମ ହେଉଛି ଗଭର୍ଣ୍ଣମେଣ୍ଟ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସେସ୍। ତା ପ୍ରେସିଡେଣ୍ଟ ମୁର୍ମୁ ଆନାଉନ୍ସ କରିଛନ୍ତି ସ୍କିଲ୍ ଦ ନ୍ୟାସନ୍ ଚ୍ୟାଲେଞ୍ଜ ଟୁ ପ୍ରମୋଟ୍ AI ଲର୍ଣ୍ଣିଂ। AI ଲର୍ଣ୍ଣିଂକୁ ପ୍ରମୋଟ୍ କରିବା ପାଇଁ ସ୍କିଲ୍ ଦ ନ୍ୟାସନକୁ ଆନାଉନ୍ସ କରିଛନ୍ତି। ଥ୍ରୋ କାହା ଦ୍ୱାରା ନା ପ୍ରୋଗ୍ରାମ୍ ଗୋଟେ ଥିଲା, ସୋର୍ ପ୍ରୋଗ୍ରାମ୍ ଦ୍ୱାରା। ଫୁଲ୍ ଫର୍ମ ହେଉଛି ସ୍କିଲିଂ ଫର୍ AI ରେଡିନେସ୍। ଏହି ପ୍ରୋଗ୍ରାମ୍ ଦ୍ୱାରା ଲଞ୍ଚ କରିଛନ୍ତି। ସଦାନନ୍ଦ ଦାତେ DGP ଅଛନ୍ତି ମହାରାଷ୍ଟ୍ରର, ବର୍ତ୍ତମାନ ନୂଆ ଆପଏଣ୍ଟମେଣ୍ଟ ହେଇଛନ୍ତି। ତାପରେ ମହେଶ ଶାରଦ ଚନ୍ଦ୍ର ସୋନାକ, ଇଏ ଅଛନ୍ତି ଚିଫ୍ ଜଷ୍ଟିସ୍ ଅଫ୍ ଝାଡ଼ଖଣ୍ଡ ହାଇକୋର୍ଟ, ନୂଆ ଆପଏଣ୍ଟମେଣ୍ଟ ହେଇଛନ୍ତି। ତାପରେ ସାବିତ୍ରୀବାଈ ଫୁଲେଙ୍କର 195th ବର୍ଥଡେ ଆନିଭର୍ସରୀ ପାଳନ ହୋଇଛି। ସେ ଜନ୍ମ ହୋଇଥିଲେ କେଉଁଠି, ନାଇଗାଁव, ସାତାରା ଡିଷ୍ଟ୍ରିକ୍ଟ, ମହାରାଷ୍ଟ୍ରରେ ଜନ୍ମ ହୋଇଥିଲେ। କେବେ 3 ଜାନୁଆରୀ 1831ରେ ଜନ୍ମ ହୋଇଥିଲେ। ତାପରେ ତାଙ୍କୁ ଯେତେବେଳେ 9 ବର୍ଷ ହେଇଥିଲା 1840 ମସିହାରେ ସିଏ ବାହା ହେଇଥିଲେ। ତେଣୁକରି 9 ବର୍ଷରେ ସିଏ ବାଲ୍ୟ ବିବାହ କରିଥିଲେ। ସିଏ ମଧ୍ୟ ବାଲ୍ୟ ବିବାହକୁ ବିରୋଧ କରୁଥିଲେ। ତାପରେ 1848 ମସିହାରେ ସିଏ ବାହା ହେଇଥିଲେ କାହାକୁ ନା, 1840ରେ 9 ବର୍ଷ ବୟସ ଯେତେବେଳେ ହେଇଥିଲା ସିଏ ବାହା ହେଇଥିଲେ ଜ୍ୟୋତିବା ଗୋବିନ୍ଦରାଓ ଫୁଲେ, ଆଙ୍କୁ ବାହା ହେଇଥିଲେ। ତାପରେ 1848 ମସିହାରେ ତାଙ୍କ ସ୍ୱାମୀଙ୍କ ସହିତ ମିଶି ସେ ଫାଷ୍ଟ ଗାର୍ଲସ ସ୍କୁଲ ଅଫ୍ ଇଣ୍ଡିଆ ଖୋଲିଥିଲେ। ଇଣ୍ଡିଆର ପ୍ରଥମ ଗାର୍ଲସ ସ୍କୁଲ, ଯେଉଁଟାକି ପୁନେରେ ଖୋଲିଥିଲେ। ତାଙ୍କ ସ୍ୱାମୀ ସପୋର୍ଟିଭ୍ ଥିଲେ। ଆଉ ସେଇ ଗାର୍ଲସ ସ୍କୁଲର ସେ ଟିଚର ହେଇଥିଲେ, ଫାଷ୍ଟ ଗାର୍ଲସ ସ୍କୁଲ। ତେଣୁକରି ସିଏ ଫାଷ୍ଟ ଫିମେଲ୍ ଟିଚର ବର୍ତ୍ତମାନ ହେଇଥିଲେ, ଇଣ୍ଡିଆର ଫାଷ୍ଟ ଫିମେଲ୍ ଟିଚର ସାବିତ୍ରୀବାଈ ଫୁଲେ, ସେଥିପାଇଁ ଫାଷ୍ଟ ଫିମେଲ୍ ଟିଚର। ତାପରେ ସିଏ ସାବିତ୍ରୀବାଈ ଫୁଲେ ଆଉ ଜ୍ୟୋତିବା ଗୋବିନ୍ଦରାଓ ଫୁଲେ ମିଶି 1853ରେ ଏଜୁକେସନ୍ ସୋସାଇଟି ମଧ୍ୟ ସ୍ଥାପନ କରିଥିଲେ। ଆଉ ଜ୍ୟୋତିବା ଗୋବିନ୍ଦରାଓ ଫୁଲେଙ୍କ ବିଷୟରେ ଅଧିକ ପପୁଲାର ଅଛି, ସତ୍ୟଶୋଧକ ସମାଜ ସ୍ଥାପନ କରିଥିଲେ 1873 ମସିହାରେ। ପିଜାନ୍ସ ଓ ଲୋୟର କାଷ୍ଟ ପାଇଁ ବନାଇଥିଲେ ଏଗୁଡ଼ା। ତାପରେ ଇଣ୍ଡିଆ ରେକର୍ଡସ୍ 166 ଟାଇଗର ଡେଥ୍ସ ଇନ୍ 2025 NTCA ଡାଟା ଶୋଜ୍। NTCA ହେଉଛି ନ୍ୟାସନାଲ୍ ଟାଇଗର କନଜରଭେସନ୍ ଅଥରିଟିର ଡାଟା ଅନୁସାରେ 2025 ମସିହାରେ ଇଣ୍ଡିଆରେ 166ଟି ଟାଇଗର ବାଘ ମୃତ ହୋଇଥିଲେ। ଅଧିକ ମୃତ୍ୟୁ ହୋଇଛନ୍ତି ମଧ୍ୟପ୍ରଦେଶରେ 55ଟା, ତାପରେ ମହାରାଷ୍ଟ୍ରରେ 38ଟା, ତାପରେ କେରଳରେ 13ଟା, ତାପରେ ଆସାମରେ, ତାପରେ ଆଉ କମ୍ ଅଛି ଆଉ।